नमस्कार। आज ହେଉଛି 22 ଅଗଷ୍ଟ ଶନିବାର। ସେଥିପାଇଁ ମୁଁ ଆପଣଙ୍କ ପାଇଁ ନେଇଯାଇଛି ସକାଳର 20ଟି ଗୁରୁତ୍ୱପୂର୍ଣ୍ଣ ବଡ଼ ଖବର। ସେଥିପାଇଁ ଭିଡ଼ିଓକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଦେଖିବା ପୂର୍ବରୁ ଆମ ଚ୍ୟାନେଲକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ସର୍ବପ୍ରଥମେ ଏମିତି ଲାଟେଷ୍ଟ ଇନଫର୍ମେସନ୍ ପାଇପାରିବେ। ଚାଲନ୍ତୁ ଡେରି ନକରି ଏବେ ଭିଡ଼ିଓ ଉପରେ ନଜର ପକାଇବା। ପ୍ରଥମ ଖବର, ଗାଡ଼ିର ପରମିଟ୍ 5 ବର୍ଷ ବଢ଼ିବ। ଭାରତୀୟ ସରକାର ଏକ ମୋବାଇଲ ଅଲ୍ଟ୍ରାକ ସେକ୍ଟର ଅନେକ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ପ୍ରଥମେ ଇନ୍ଥେଲ୍ ଏବଂ ଗାଡ଼ିର ପରମିଟ୍କୁ ନେଇ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆମ ଦେଶରେ କମର୍ସିଆଲ ଗାଡ଼ି ଚଳାଉଥିବା ଟ୍ରାନ୍ସପୋର୍ଟ ଏବଂ ଗାଡ଼ି ମାଲିକଙ୍କ ପାଇଁ ପରମିଟ୍ ରିନ୍ୟୁଆଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଅନେକ ସମୟରେ ଗାଡ଼ି ମାଲିକଙ୍କ ମନରେ ପ୍ରଶ୍ନ ରହିଥାଏ ଯେ ତାଙ୍କ ଗାଡ଼ିର ପରମିଟ୍ କ'ଣ 5 ବର୍ଷ ପାଇଁ ବଢ଼ାଯାଇପାରିବ। କିନ୍ତୁ ଏବେ ମୋଟର ଭେହିକଲ୍ ଆକ୍ଟ ଅନୁସାରେ ଭାରତୀୟ କମର୍ସିଆଲ ଗାଡ଼ିକୁ ଦିଆଯାଉଥିବା ନ୍ୟାସନାଲ୍ ପରମିଟ୍ ଏବଂ ଅଲ୍ ଇଣ୍ଡିଆ ଟୁରିଷ୍ଟ ପରମିଟ୍ ମାନଙ୍କ ବୈଧତା 5 ବର୍ଷ ଯାଏଁ କରାଯାଇଛି। ସେଥିପାଇଁ ଗାଡ଼ିର ପରମିଟ୍ 5 ବର୍ଷ ଯାଏଁ କଟା ରହିବ ବୋଲି ଏବେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ମୋଦିଙ୍କ ସାଥ ପୁଣି ଦେଲା ଇସ୍ରାଏଲ ପୁଣି ଦେଲା ମୋଦିଙ୍କ ସାଥ। ଇସ୍ରାଏଲ ଦ୍ୱାରା ଦିଆଯାଇଥିବା ଏସ୍ଟିଆର୍ ଟେକ୍ନିକ୍ ଦ୍ୱାରା ଏବେ ସହଜରେ ହେବ ବାଲକୋଟ୍ ଭଳି ଅପରେସନ୍ ଜାଣନ୍ତୁ। ଦେଶର ସୁରକ୍ଷାକୁ ଧ୍ୟାନରେ ରଖିବା ପାଇଁ ବାୟୁସେନା ଇସ୍ରାଏଲ ଠାରୁ ସଫ୍ଟୱେର୍ ଓ ଡିଫେନ୍ସ ରେଡାର୍ ମାନେ ଏସ୍ଟିଆର୍ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ସହଜରେ ଶତ୍ରୁଙ୍କ ଉଚିତ ଶିକ୍ଷା ଦେଇହେବ। ଡିଭାଇଡର୍ ରେଡିଓ ଜରିଆରେ ଭାରତୀୟ ବାୟୁସେନା ପୂର୍ବରୁ ଅପେକ୍ଷା ଆହୁରି ଶକ୍ତିଶାଳୀ ହୋଇଯିବ, ଯାହା ସାହାଯ୍ୟରେ ଶତ୍ରୁକୁ ନେଇ କେବଳ ଆକାଶରେ ହିଁ ଧୈର୍ଯ୍ୟ ବିରକ୍ତ ହେବ। ପରବର୍ତ୍ତୀ ଖବର, ଏପଟେ ଓଲଟିଲା ପିକଅପ୍ ଭ୍ୟାନ୍, ଟୋଳାରେ ଘଟିଲା ଭୟଙ୍କର ଦୁର୍ଘଟଣା। ଓଲଟିଲା ଶ୍ରମିକ ବୋଝେଇ ପିକଅପ୍। ରାୟଗଡ଼ା ଜିଲ୍ଲାରେ ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଓଲଟିଲା ଘଟଣାରୁ 18ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 8 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲାର ପୋଟେନ୍ସ ଥାନା ଅନ୍ତର୍ଗତ ଟୋଳାଳି ଘାଟି ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ 25ରୁ ଅଧିକ ଶ୍ରମିକଙ୍କୁ ନେଇ ଏକ ମାକ୍ସ ପିକଅପ୍ ଭ୍ୟାନ୍ ଧାନ ତଳେ ରୋଷେଇ ପାଇଁ ପଦ୍ମପୁର ବ୍ଲକ ଅଭିମୁଖେ ଯାଉଥିଲା। ତେବେ ଟୋଳାଳି ଘାଟି ନିକଟରେ ହଠାତ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା, ଫଳରେ ଭ୍ୟାନ୍ରେ ଥିବା ଶ୍ରମିକମାନେ ଆହତ ହୋଇଗଲେ। ଦୁର୍ଘଟଣା ପରେ 108କୁ ଆମ୍ବୁଲାନ୍ସ ଗୁରୁତର ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ଗୁଣପୁର ଉତ୍ତର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର 8 ଜଣ ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ ଅତ୍ୟନ୍ତ ସ୍ଥାନାନ୍ତର କରାଯାଇଛି। ପରବର୍ତ୍ତୀ ଖବର, ରାଜଧାନୀରେ ମାତିଲେ ଲୁଟେରୀ ମାଇପି, ମହିଳା ଜଣକ ଏବେ ଲୁଟେରୀ ହୋଇଗଲାଣି। ରାଜଧାନୀ ଭୁବନେଶ୍ୱରରେ ମହିଳା ଲୁଟେରୀ ଗ୍ୟାଙ୍ଗକୁ ନେଇ ଚର୍ଚ୍ଚା। ଗ୍ରାହକ ସାଜିଛି ଗହଣା ଦୋକାନ ପଶୁଥିଲା ଆଉ ସୁଯୋଗ ଦେଖି କରୁଥିଲେ ଚୋରି। ତେବେ ଏହି ଲେଡି ଲୁଟେରୀ ଚାଲାକିକୁ ଫେଲ୍ କରିଦେଲା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା। ସୂଚନା ଅନୁସାରେ 3 ଜଣ ମହିଳାଙ୍କୁ ଗ୍ରାହକ ଦେଶରେ ଏକ ଗହଣା କିଣିବାକୁ ଦୋକାନକୁ ଯାଇଥିଲେ। ସେଠାରେ ସିଏ ଯାଉଥିବା ବେଳେ ସେପଟେ ସେ ହନେଇଥିବା ଯେଉଁ ଶ୍ରମିକ ଭାଇ ଦୋକାନରେ ବସିଥିଲେ, ସେ ଶ୍ରମିକ ଭାଇ ସେପଟକୁ ହନେଇ ଦେଲା ବେଳକୁ ଇଏ ଏପଟେ ଫସ୍କିନା ନେଇକି ଫେରାର 3 ଜଣ। ତାପରେ ସିସିଟିଭି କ୍ୟାମେରା ଜଣାପଡ଼ିବାକୁ ସେ 3 ଜଣଙ୍କୁ ଏବେ କଭରରେ ରଖାଯାଇଛି। ପୋଲିସକୁ ଆହତ କରି ଏବେ ଚୋରି ଡକାୟତରେ ରଖାଯାଇଛି। ପରବର୍ତ୍ତୀ ଖବର, କ୍ରେଡିଟ୍ କାର୍ଡରେ ଆଉ ମିଳିବନି ଲୋନ୍। ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ, ଆଉ ମିଳିବନି 4 ଲକ୍ଷ ଟଙ୍କା ଲୋନ୍। ଜାଣନ୍ତୁ ସମସ୍ତ ନୂଆ ନିୟମ। ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବିହାର ସରକାରଙ୍କ ବିବାହ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ସରକାରଙ୍କୁ ଏହି ଯୋଜନା ଆଗାମୀ 5 ବର୍ଷ ଅର୍ଥାତ୍ 2031 ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଏଥିରେ ମିଳୁଥିବା ସର୍ବାଧିକ ଋଣ ରାଶି ଏବଂ ଆବେଦନ ପ୍ରକ୍ରିୟା ବଡ଼ ପରିବର୍ତ୍ତନ ହୋଇଛି। 4 ଲକ୍ଷ ଖସଡ଼ା ଲୋନ୍ ରାଶି। ନୂତନ ବିଜ୍ଞପ୍ତି ଅନୁଯାୟୀ ଏହି ଯୋଜନା ଅନୁଗ ପୂର୍ବରୁ ମିଳୁଥିବା ସର୍ବାଧିକ 4 ଲକ୍ଷ ଟଙ୍କାର ଲୋନ୍ ରାଶିକୁ କମାଇ 2 ଲକ୍ଷ ଟଙ୍କା କରିଦିଆଯାଇଛି। ଏବେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାଗତ ଋଣ ପାଇଁ ବିହାର ରାଜ୍ୟ ଶିକ୍ଷା ନିୟମ ଅନ୍ତର୍ଗତ BSFC ମାଧ୍ୟମରେ ଅନଲାଇନ୍ ଆବେଦନ କରାଯାଇଛି, ଯାହା ଯଥାକ୍ରମେ ଏବେ ଷ୍ଟୁଡେଣ୍ଟ ଆପ୍ଲାଏ କରୁଥିଲେ ମାନେ କ୍ରେଡିଟ୍ କାର୍ଡ 4 ଲକ୍ଷ ଟଙ୍କା ଆଉ ମିଳିପାରିବନି। ପରବର୍ତ୍ତୀ ଖବର, ଅଗଷ୍ଟ 28ରେ ସୁଭଦ୍ରା ଯୋଜନା 5ତମ କିସ୍ତି 5,000 ଟଙ୍କା। ରକ୍ଷାବନ୍ଧନରେ ମିଳିବ ସୁଭଦ୍ରା ଯୋଜନା 5ତମ କିସ୍ତି 5,000 ଟଙ୍କା। ଅଗଷ୍ଟ 28ରେ 1,26,162,162 ହିତାଧିକାରୀଙ୍କୁ ଆକାଉଣ୍ଟକୁ ଯିବ କିସ୍ତି ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ 2,21,054 ଜଣ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେଉଁମାନଙ୍କ ପୂର୍ବରୁ ଏକାଧିକ ଇନଷ୍ଟଲମେଣ୍ଟ ବାକି ଅଛି ଫିଲ୍ମ ଯାଞ୍ଚ ପରେ ସବୁକିଛି ଏକାକାଳୀନ ମିଳିବ। ପଞ୍ଚମ କିସ୍ତିର ମାସିକ ପରେ ବଞ୍ଚିତ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଡ଼ କଡ଼ାୟତ ଯୋଜନା ପାଇଁ 5 ଅପରାଧୀ ଗିରଫ, ବୋମା ଓ ମାଉଣ୍ଟରେ ଜବତ। ପରବର୍ତ୍ତୀ ଖବର, ଡକାୟତି ପୂର୍ବରୁ ଧରା ପଡ଼ିଗଲେ 5 ଯୁବକ। ଡକାୟତି ଯୋଜନା ପଣ୍ଡ 5 ଡକାୟତ ଗିରଫ। ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ 5 ଅପରାଧୀଙ୍କୁ ଗିରଫ କରିଛି ଯାଜପୁର କଳିଙ୍ଗଟନ ପୋଲିସ। ସେମାନଙ୍କଠାରୁ ଅନେକ ମାରଣାସ୍ତ୍ର ସହିତ 4ଟି ହାତ ତିଆରି ବୋମା ଜବତ ହୋଇଛି। ଯାଜପୁର ଜିଲ୍ଲା କଳିଙ୍ଗ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ବେଳେ କୌଣସି ଗୁରୁତ୍ୱ ସୂତ୍ରରୁ ଖବର ପାଇ ଡରୁରି ତେଲ ଷ୍ଟେସନ ନିକଟରେ ଚଢ଼ାଉ କରି 5 ଜଣ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରେ ମାରଣାସ୍ତ୍ର, ବୋମା, ମୋଟରସାଇକେଲ ଏବଂ ମଦ ଜବତ କରିଛି ଯାଜପୁର ଥାନା ପୋଲିସ। ପରବର୍ତ୍ତୀ ଖବର, ସ୍କୁଲ ଛୁଟି ଘୋଷଣାକୁ ନେଇ ବଡ଼ ଘୋଷଣା। ଲଗାଣ ବର୍ଷା ପରେ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଜାରି ରହିଛି। ତେବେ ବୈତରଣୀ ଓ ଶାଳନ୍ଦୀ ନଦୀର ଜଳସ୍ତର ଏବେ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ବେଳେ ଆଶ୍ୱସ୍ତ ହୋଇଛି ପ୍ରଶାସନ ଏବଂ ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନଜରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଜିଲ୍ଲାର 4ଟି ବ୍ଲକରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ଭଦ୍ରକ, ଡିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକର ମୋଟ 205ଟି ସ୍କୁଲ ବନ୍ଦ ରହିବ। ସେହିପରି ଏହି 4ଟି ବ୍ଲକର 265ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖାଯାଇଛି। ଅନ୍ୟପଟେ ବୈତରଣୀ ନଦୀର ଆଖୁପାଟ ଆନେକ ନିକଟରେ ବିପଦ ସଂକେତ 18.33 ମିଟର ରହିଥିବା ବେଳେ ନଦୀ ଏବେ 17.52 ମିଟର ଉଚ୍ଚତାରେ ପ୍ରବାହିତ ହେଉଛି ବୋଲି ଅର୍ଥାତ୍ ବୈତରଣୀ ଏବଂ ବିପଦ ସଂକେତ ଠାରୁ ତଳେ ରହିଛି। ସେହିପରି ରାଜଘାଟ ନିକଟରେ ଶାଳନ୍ଦୀ ନଦୀର ବିପଦ ସଂକେତ 7 ଫୁଟ ହେଉଥିବା ବେଳେ ବର୍ତ୍ତମାନ ଏହା ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଡିହିଡ଼ି, ଚାନ୍ଦବାଲି, ଭଦ୍ରକ ବ୍ଲକ ପ୍ରଭାବିତ ହୋଇଛି। ଜିଲ୍ଲାର 46ଟି ପଞ୍ଚାୟତ ଅଧୀନରେ ଥିବା 212ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ସୂଚନା ମିଳିଛି ବନ୍ୟା ଯୋଗୁଁ ଜିଲ୍ଲାରେ 2,79,704 ଲୋକ ପ୍ରଭାବିତ ହେଉଛନ୍ତି। ପରବର୍ତ୍ତୀ ଖବର, ପୁଣି ଏପଟେ ଘୂର୍ଣ୍ଣିବଳୟ ଆହୁରି ଅଧିକ ବର୍ଷାରେ ପରିଣତ ହୁଏ ବର୍ଷା। ଆସନ୍ତା 25 ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। 27 ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇ ଏହା ପ୍ରଭାବରେ ଓଡ଼ିଶା ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତର ଓ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ବିସ୍ତୃତ ଅଞ୍ଚଳରେ ଭାରୀ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ସୂଚନା ତରଫରୁ ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି। 27ରୁ 2 ତାରିଖ ଭିତରେ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ। ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ହେବା ସହ ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ଚିହ୍ନିତ ଲଘୁଚାପ ରହିଛି। ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ସୂଚନା ତରଫରୁ ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି ଯେ 27ରୁ 2 ତାରିଖ ଭିତରେ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ, କିନ୍ତୁ ଲଘୁଚାପ ପ୍ରଭାବରେ ଓଡ଼ିଶା ବର୍ଷା ହେବା ସହ ଉତ୍ତର ଓ ପୂର୍ବ ମଧ୍ୟପ୍ରଦେଶ ସଂଲଗ୍ନ ଅଞ୍ଚଳ ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରହିଛି। ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବା ପରେ ପାଣିପାଗ ବିଭାଗ ଆକଳନ କରିଛି ଯେ 21 ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଭାରୀ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ 30ରୁ 40 କିମି ବେଗରେ ପବନ ବୋହିବା ସହ ହୋଇପାରେ। 22 ତାରିଖରେ ସହ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ପ୍ରବଳ ବର୍ଷା ଆଶଙ୍କା ରହିଛି। ପରବର୍ତ୍ତୀ ଖବର, ପଞ୍ଚାୟତ ପାଇଁ ହାତ ଖୋଲିଦେଲେ ଏବେ ସରକାର। ପଞ୍ଚାୟତ ଭୋଟ ପାଇଁ ଅଣ୍ଟା ଭିଡ଼ିଲେ ସରକାର। ପଞ୍ଚାୟତ କୋଟିରୁ 3 କୋଟି ଟଙ୍କା ଖର୍ଚ୍ଚ ପାଇଁ ମେଗା ପ୍ଲାନ। ଗାଁରେ ମିଳିବ ସହରକୁ ସବୁ ସୁବିଧା। ପ୍ରତି ଗାଁରେ ନିର୍ମାଣ ହେବ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଶ୍ମଶାନ, ଗ୍ରାମଣୀ ପାର୍କ ଭଳି ବ୍ୟବସ୍ଥା। ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ ଜରିଆରେ ଗ୍ରାମ ବିକାଶ କରିବାକୁ ଏଭଳି ଏକ ଲକ୍ଷ୍ୟ ରଖିଛନ୍ତି ସରକାର। ସରକାରଙ୍କ ଏପଟେ ଯୋଜନାକୁ ସମାଲୋଚନା କରୁଛନ୍ତି ବିରୋଧୀ। ପଞ୍ଚାୟତ ନିର୍ବାଚନକୁ ନେଇ ଆଖି ଆଗରେ ରଖି ସରକାର ଏଭଳି କରୁଛନ୍ତି ଯେ ବୋଲି ବିରୋଧୀରେ ସମାଲୋଚନା କରିଛନ୍ତି। ସରକାର ପଞ୍ଚାୟତ ଦଖଲ ପ୍ଲାନିଂ। ପଞ୍ଚାୟତ ପାଇଁ ହାତ ଖୋଲିଦେଲେ ସରକାର। ପ୍ରତି ପଞ୍ଚାୟତରେ 1.5 କୋଟିରୁ 3 କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିଛି ପଞ୍ଚାୟତ ରାଜ ବିଭାଗ। ଯୋଜନା ଅନୁଯାୟୀ ଗାଁରେ ମିଳିବ ସହରରୁ ସବୁ ସୁବିଧା।
प्रति गाँ निर्माण हो आदर्श कल्याण आदर्श खेल पड़े आदर्श स्कूल सब आदर्शर रही खेल पड़िया कहते आदर्श खेल पड़िया 65 लक्षा 65 लक्ष टंका आदर्श कल्याण 49 लक्ष टंका दिज्व एने सूचना देते सरकार। परवर्ती खबर एपटे दियर कला भाउज भाइराल वीडियो सोशल मीडिया भाउज लग्न फोटो भाइराल करदेला दियर युवक को उठाई आनला पुलिस संपर्क में विश्वास सुजोग नहीं जड़े बहिता महिला आपत्तिजनक वीडियो सोशल मीडिया भाइराल करने अभियोग जड़े युवक गिरफ होती फतेहगढ़ थाना अंचल यही घटना एवं भयपुर अंचल चर्चार विषय पलटि फेसबुक रे भाइराल गला वीडियो पुलिस सूत्र अनुसार फतेहगढ़ थाना अंचल जड़े बहिता महिला आपत्तिजनक वीडियो फेसबुक भाइराल होता बेले घटना जना पड़ा महिला जनक चलित 3 मास तारीख में फतेहगढ़ थाना लिखित अभियोग करते महिला अभियोग अनुसार कटक जिलार बड़ा अंतर्गत गोवर्धनपुर ग्राम दूर संपर्क दियर टुटू नायक 28 तारीख में यही वीडियो को भाइराल फेसबुक प्रकाशित करते अभियोग होती अभियोग आधार फतेहगढ़ पुलिस मामला रुजु कर अभियोग टुटू को धरिया विभिन्न स्थान में पुलिस चढ़ाऊ जारी रखी विषय बुधवार राति टुटू को पुलिस गिरफ्त करथिला परदिन तांको भापुर कोर्ट हाजत करा जायथिला। परवर्ती खबर पनीर खाउछंती कि से आपण देह पई विषाक्त होई पारे पनीर खांतु नहीं छाणिले फेण बाहरुची काटिले फाटी जाउची पनीर नुहे पेट को विष जाउची आपण जानछंती कि काटिले फाटी जाउची दाबिले चूना हो जाय तेल रे छाणिले फेण हो जाउची से पनीर की आपण यदि पनीर खाइबा को चाहुछंती गाय क्षीर 2 लिटर आणतु भिनागार पकई छाणी दिंतु गोटे रखी दिंतु घंटे 2 घंटा पर काटिक आराम पनीर कर खातु आपण देह सुरक्षित और सुरक्षा हो पारे। आपण जब सहर कि दुकान मानक बजार जा पनीर किणुंट आपण देह बहुत बहुत अत्यंत गुरुत्वपूर्ण नुहे से पनीर मुझे कहवाक चाहूँगी पनीर खातु ना दुकान किणिक पनीर बहु प्रकार जिनस मिसुची पनीर से दुकान मैंने मिसौती जेपरिक अटा अटा मैदा ठू इत्यादि ठू ए ठू जेड अलग अलग प्रकार आपड़ देखिले घृणा करेंगे आपड़ देखिले घृणा करेंगे से पनीर खाया आप जानी पाना जाऊँगी काटी दिंतु से जानू थे से पनीर केते टाण होती आपड़ जदि घरे बनई खाइबे पनीर क्षीर रे जदि से जो पनीर आप दुकान किणुंट जो पनीर चिपिले चिपी हो पूरा नरम पनीर पूरा नरम देखा जाए से पनीर ही आणतु टाण होता से पनीर टोटाल आण तुम देह गोटे मसरी खराब करदेव पनीर मुझे जन चाहिए पनीर खातु ना पनीर खाते किंतु घरे कर पनीर से पनीरटा खातु ये दुकान पनीर टोटाल बिल्कुल खातुनि। परवर्ती खबर एपटे 4 मास कंदाइब ए पियाज 2026 बेलगढ़ तारबाड़ी डाली तेल चीनी सबू महंगा चढ़ऊ कर बसी पड़ता जोगाण विभाग 2026 मसीहा खाउटी आसला बड़ सबू आइला बड़ चढ़ बड़ बसी पड़ुଛି जोगाण विभाग 2026 खाउटी कंदे कंदे चली पेट्रोल ठाऊ धरी इंधन गैस पनीपरिया तेजराती दर सब वृद्धि चली एसब मध्य अधिक समस्या देउछि चीनी गत 1.5 मास मध्य दर 43 रु बढ़ी बढ़ी 65 पहुँचले बेले बेले आज आहरी 5 टंका बढ़ी किसी दुकान रे किलो 70 ग्राम थिला बेले आउ किसी स्थान रे 65 टंका बिक्री होची चीनी। परवर्ती खबर एपटे बन्या 4 जिला को तुरंत अतिरिक्त रिलीफ चाउल जोगाण निर्देश प्रबल वर्षा विभिन्न नदी जलस्तर वृद्धि जो बन्या परिस्थिति सृष्टि होता बालेश्वर भद्रक जाजपुर और केन्द्रापड़ा जिले में तुरंत अतिरिक्त रिलीफ चाउल जोगाइबा को निर्देश देते स्वतंत्र रिलीफ कमिशनर एआरएस राजेश प्रभाकर पाटिल एसीआरएस राजेश प्रभाकर पाटिल पक्ष जारी होता चिठी दर्शाई लगान वर्षा जो प्रमुख नदी गुड़िक जलस्तर बढ़िया एकाधिक तलिया ग्राम पंचायत और ग्रामांचल जललग्न होती अनेक अंचल लोक जलबंदी होता बेले जनजीवन प्रभावित होती सहित स्थानीय अंचल खाद्य जोगाण प्राप्त होती बन्या प्रभावित अंचल एवं सामूहिक रोषे केन्द्र जरूरीकालीन खाद्य बंटन व्यवस्था जारी रही अस्थायी आश्रयशाला रंधा खाद्य जोगाण और जलबंदी अंचल चाउल बंटन बन्या परिस्थिति सुधीर विस्तारित अंचल प्रतीक निरापत्ता घर को फेरवाई अत्यंत निरपेक्ष भाव जारी रखा अन्य प्रकार प्रभावित होता चाउलटी
ଆପଣ ଯେଉଁ ମାନେ ଯେଉଁ ଅଞ୍ଚଳରେ ବନ୍ୟା ହେଇଯାଇଛି ସେ ବନ୍ୟାମାନଙ୍କୁ ହିଁ ମିଳିବ, ଆଉ ନହେଲେ ଓଡ଼ିଶା ସାରା କେଉଁଠି ମିଳିବନି। ଯେମିତିକି ଭଦ୍ରକ, ବାଲେଶ୍ୱର ଏପଟେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏଇ ଯେଉଁମାନେ ଅଞ୍ଚଳରେ ସବୁ ବନ୍ୟା ହେଇଯାଏ ସେଇମାନଙ୍କୁ ହିଁ ଗାଁ ମାନେ ଡିଷ୍ଟ୍ରିକ୍ଟରେ ଯେଉଁମାନେ ଗାଁ ହେଇଯାଏ ସେଇମାନଙ୍କୁ, ଆଉ ଏପଟେ କେଉଁ ଓଡ଼ିଶାରେ କେଉଁଠି ମିଳିବ ନାହିଁ ରିଲିଫ୍। ପରବର୍ତ୍ତୀ ଖବର, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଭିଡ଼ିଓଟି ଯଦି ଭଲ ଲାଗୁଥାଏ ତେବେ ଆମ ଚ୍ୟାନେଲକୁ ଲାଇକ୍ କରି, ସେୟାର କରି ଏବଂ ସବସ୍କ୍ରାଇବ୍ କରନ୍ତୁ। ଏମିତି ଲାଟେଷ୍ଟ ଇନଫର୍ମେସନ୍ ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରହୁଛି। ଜୟ ଜଗନ୍ନାଥ।